ଆଜି ରାତିରେ ସେ ସ୍ତ୍ରୀ ତୁମକୁ ଫୋନ୍ କରିବ, ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। କେବଳ ରାତିରେ ଶୋଇବା ପୂର୍ବରୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ 3 ଥର ପଢ଼ି ଦିଅନ୍ତୁ। ଆଜ୍ଞା ହଁ, ଯଦି ଆପଣ ସୁନ୍ଦରୀ ଝିଅ ବା ସୁନ୍ଦରୀ ଭାଉଜକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଏମିତି ଏକ ମହାଶକ୍ତିଶାଳୀ ନାରୀ ମୋହିନୀ ବଶୀକରଣ ମନ୍ତ୍ର ନେଇ ଆସିଛି। ଏହି ମନ୍ତ୍ରକୁ ଆପଣ ରାତିରେ ଶୋଇବା ପୂର୍ବରୁ 3 ଥର ପଢ଼ିଦେଲେ ଗ୍ୟାରେଣ୍ଟି ଦେଉଛି, ଯେଉଁ ଝିଅ ପଟୁନଥିଲା ସେ ଝିଅ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ, ପାଗଳି ପରି ଆପଣଙ୍କୁ ଭଲ ପାଇବ। ଯେଉଁ ବିବାହିତା ନାରୀ ବା ପଡ଼ିଶା ଘର ଭାଉଜ ଆପଣଙ୍କୁ ଭାव ଦେଉନଥିଲା, ସିଏ ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ରାତିଦିନ ଆପଣଙ୍କୁ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି କିମ୍ବା କିଛି ବି କଷ୍ଟ କାମ କରିବାକୁ ପଡ଼ିବନି। କେବଳ ମୁଁ ଆପଣଙ୍କୁ ଗୋଟିଏ ନାରୀ ମୋହିନୀ ବଶୀକରଣ ମନ୍ତ୍ର କହିବି। ଏହି ମନ୍ତ୍ରକୁ ଆପଣ 3 ଥର ପଢ଼ିଦେବେ, ଓମ୍ ଭଗବତେ କୁରୁକୁରୁ। ତେବେ ଏହି ମନ୍ତ୍ର ଆପଣ କିପରି ପଢ଼ିବେ, କେମିତି ପଢ଼ିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହି ବଶୀକରଣ ବିଧିକୁ ଆପଣ କେବଳ ମଙ୍ଗଳବାର କିମ୍ବା ଶନିବାର ଦିନ କରିପାରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ଧୋଇକି ଏହି ବଶୀକରଣ ଆରମ୍ଭ କରିବେ। ଠିକ୍ ଅଛି। ଯେତେବେଳେ ଆପଣ ରାତିରେ ଶୋଇବା ପାଇଁ ଯିବେ, ନିଜ ବିଛଣା ଉପରେ ଉତ୍ତର ଦିଗକୁ ମୁହଁ କରିକି ବସି ପଡ଼ିବେ। ତାପରେ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାର ନାମ 5 ଥର କହିବେ। 5 ଥର ଝିଅର ନାମ କହିସାରିବା ପରେ ଓମ୍ ଭଗବତେ କୁରୁକୁରୁ, ଓମ୍ ଭଗବତେ କୁରୁକୁରୁ, ଓମ୍ ଭଗବତେ କୁରୁକୁରୁ, ଏହିପରି ଏହି ମନ୍ତ୍ରକୁ 3 ଥର ପଢ଼ିଦେବେ। ଏତିକି କରିସାରିବା ପରେ ଆପଣ ପବନରେ ଗୋଟିଏ ଥର ଫୁଙ୍କିଦେବେ, ତାପରେ ଶୋଇପଡ଼ିବେ। ଗ୍ୟାରେଣ୍ଟି ଦେଉଛି, ସକାଳ ହେବା ମାତ୍ରେ ସେ ଝିଅ ନିଜେ ଆପଣଙ୍କୁ ଫୋନ୍ କରିବ, ନହେଲେ ନିଜେ ଆସି ଆପଣଙ୍କ ସହିତ କଥା ହେବ। ଧନ୍ୟବାଦ।